नमस्कार बंधु माने आज मु आपण माननकु स्वागत जनाऊँगी। बंधुगण माने टिके निज आँखि बंद करी सही मनीष विषय रे चिंता करंतु जीए जहा सहित आपण गतकाली पर्यंत हस खुशी मजा मजलिस करथिले आज ता सामना रे धला चादर पड़िछि। घरे बहुत भीड़, किए कांदुछि तो किए चुपचाप बसिछि, केही भगवानଙ୍କ नाम नेउछंती किंतु ସେହି ମଣିଷର ଆତ୍ମା ସେଠାରେ ଛିଡ଼ା ହୋଇ ସବୁକିଛି ଦେଖୁଛି। ଆପଣ କେବେ ଚିନ୍ତା କରିଛନ୍ତି କି ସେହି ଆତ୍ମାର ପ୍ରଥମ ରାତି କିପରି କଟୁଥିବ? ଯେତେବେଳେ ଶରୀରକୁ ଶ୍ମଶାନକୁ ନିଆଯାଏ, ଯେତେବେଳେ ନିଆଁ ଲଗାଯାଏ, ଯେତେବେଳେ ସବୁ ଲୋକ ଫେରି ଆସନ୍ତି, ସେହି ପ୍ରଥମ ରାତ୍ରି ଆତ୍ମା କେଉଁଠାକୁ ଯାଏ? କ'ଣ ସେ ନିଜ ଘରେ ରହେ? କ'ଣ ସେ ନିଜ ପିଲାମାନଙ୍କୁ ଦେଖେ କି ନା ତାଙ୍କୁ ଅନ୍ୟ କେଉଁଠି ବୁଲିବାକୁ ପଡ଼େ? ଗରୁଡ଼ ପୁରାଣ କହେ ଯେ ମୃତ୍ୟୁର ପ୍ରଥମ ରାତ୍ରି ସମ୍ପୂର୍ଣ୍ଣ ମୃତ୍ୟୁର ଯାତ୍ରା ସବୁଠାରୁ କଷ୍ଟଦାୟକ ରାତ୍ରି ହୋଇଥାଏ। ବନ୍ଧୁଗଣ, ମଣିଷ ଯେଉଁ ବିଛଣାରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥାଏ, ସେହି ବିଛଣା ପାଖରେ ହିଁ ତାର ଆତ୍ମା ଛିଡ଼ା ହୋଇଥାଏ। ସେ ଦେଖେ ଡାକ୍ତର ହାତରେ ଟେକି ଦେଲେ ପରିବାର ଲୋକେ କାନ୍ଦି କାନ୍ଦି ବିହ୍ୱଳ ହେଉଛନ୍ତି। କିଏ କହୁଛି ଏବେ ସେ ଆଉ ନାହିଁ, କିନ୍ତୁ ଆତ୍ମା ଚିତ୍କାର କରୁଛି, ମୁଁ ଏଇଠି ଅଛି, ମୁଁ ମରିନାହିଁ, କିନ୍ତୁ ତା ସ୍ୱର ଏହି ଦୁନିଆ ପର୍ଯ୍ୟନ୍ତ ପହଞ୍ଚୁ ନାହିଁ। ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ହଠାତ୍ ଅନୁଭବ ହୁଏ ନାହିଁ। ପ୍ରକୃତ ମୃତ୍ୟୁ ସେତେବେଳେ ଅନୁଭବ ହୁଏ ଯେତେବେଳେ ଆତ୍ମା ବୁଝିପାରେ ଯେ ଏବେ କେହି ମୋତେ ଦେଖିପାରି ନାହାନ୍ତି, ଏବେ କେହି ମୋତେ ଶୁଣି ପାରୁନାହାନ୍ତି, ଏବେ ମୁଁ ଏକୁଟିଆ, ଏବଂ ଏହି ଅନୁଭବ ଆତ୍ମାକୁ ଭିତରକୁ ଭାଙ୍ଗିଦିଏ। ବନ୍ଧୁଗଣ ମାନେ, ପ୍ରଥମ ରାତ୍ରି ଆତ୍ମାଙ୍କ ସବୁଠାରୁ ଅଧିକ ଭୟ ଲାଗେ ନାହିଁ, ତାକୁ ସବୁଠାରୁ ଅଧିକ ଏକୁଟିଆ ଆପଣ ଅନୁଭବ ହୁଏ। ସେ ନିଜ ପିଲାମାନଙ୍କ ପାଖକୁ ଯାଏ, ସେମାନଙ୍କ ମୁଣ୍ଡରେ ହାତ ବୁଲାଇ ଚାହେଁ ଯେ କିନ୍ତୁ ହାତ ଅପାରିବାକୁ ଚାଲିଯାଏ। ସେ ନିଜ ପତ୍ନୀଙ୍କ ଲୁହ ପୋଛିବାକୁ ଚାହେଁ, କିନ୍ତୁ ଲୁହର ଝରିଯାଏ। ସେ ନିଜ ମାଙ୍କ ପାଦ ଛୁଇଁବାକୁ ଚାହେଁ, କିନ୍ତୁ ମାଙ୍କୁ ତାଙ୍କ ଅନୁଭବ ହିଁ କରିପାରନ୍ତି ନାହିଁ, ଏବଂ ସେତେବେଳେ ଆତ୍ମା ପ୍ରଥମ ଥର ପାଇଁ କାନ୍ଦେ। ଗରୁଡ଼ ପୁରାଣ କୁହାଯାଏ ଯେ ଏହି ପ୍ରଥମ ରାତ୍ରି ଆତ୍ମା ପାଇଁ ସବୁଠାରୁ କଷ୍ଟଦାୟକ ହୋଇଥାଏ, କାରଣ ଶରୀରର ସାଥୀ ଛାଡ଼ି ସରିଥାଏ, ଦୁନିଆର ପଛରେ ରହୁ ଯାଇଥିବା ଏବଂ ଆଗର ରାସ୍ତାରେ ଏବେ ଅନ୍ଧକାରମୟ ଥାଏ। ବନ୍ଧୁଗଣ, ଆଜିର ଏହି କଥା କୌଣସି ଗପ ନୁହେଁ, ଏହା ପ୍ରତ୍ୟେକ ସେହି ମଣିଷର ସତ୍ୟତା ଯାହାକୁ ଦିନେ ନା ଏହି ସଂସାରରେ ଯିବାକୁ ପଡ଼ିବ। ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ନିଶ୍ଚୟ ଦେଖନ୍ତୁ, କାରଣ ଯେମିତି ଯେମିତି ରାତି ବଢ଼ିଥାଏ ଆତ୍ମାର କଷ୍ଟ ଆହୁରି ବଢ଼ିବାରେ ଲାଗିଥାଏ। ବନ୍ଧୁଗଣ, ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ଏକ ମହତ୍ତ୍ୱପୂର୍ଣ୍ଣ ନୁହେଁ। ଶରୀର ଧୀରେ ଧୀରେ ଶାନ୍ତ ହୁଏ, କିନ୍ତୁ ଆତ୍ମା ସମ୍ପୂର୍ଣ୍ଣ ଭାବେ ଜାଗ୍ରତ ରହିଥାଏ। ଯେତେବେଳେ ଶେଷ ନିଶ୍ୱାସ ବାହାରିଯାଏ, ସେତେବେଳେ ଆତ୍ମା ଉପରେ ନିଜ ଶରୀରକୁ ଦେଖେ। ସେ ଦେଖେ ଯେଉଁ ଶରୀରକୁ ସେ ବର୍ଷ ବର୍ଷ ଧରି ମୁଁ ବୋଲି କହୁଥିଲି ତା ଏବଂ ଶରୀର ନିଶ୍ଚୟ ଭଳି ପଡ଼ିଥାଏ। ଛାତି ଆଉ ଥରୁନାହିଁ, ଆଖି ପତା ପଡ଼ୁନାହିଁ, ଓଠର କୌଣସି ବି ହଲଚଲ ହେଉନାହିଁ, ଏବଂ ସେତିକି ବେଳେ ଆତ୍ମା ମନରେ ଏକ ଉଭୟ ଜନ୍ମ ହୁଏ, କ'ଣ ଏହା ମୋର ଶରୀର? ବନ୍ଧୁଗଣ ମାନେ, ସେହି ମୁହୂର୍ତ୍ତରେ ଆତ୍ମା ନିଜ ଶରୀରକୁ ଫେରିବାକୁ ଚାହେଁ। ସେ ଚେଷ୍ଟା କଲେ ବି କିନ୍ତୁ ଶରୀରକୁ ତା ପାଖକୁ ଯାଇପାରି ନଥାଏ। ଗରୁଡ଼ ପୁରାଣ କହେ ଯେ ଏହା ସେହି ମୁହୂର୍ତ୍ତ ଯେତେବେଳେ ଆତ୍ମା ପ୍ରଥମ ଥର ବୁଝିପାରେ, ଏବେ ହିଁ ଶରୀର ମୋର ସାଧନ ନୁହେଁ, ଏବେ ଏହା ସହିତ କୌଣସି ସମ୍ପର୍କ ହିଁ ନାହିଁ, ଏବେ ମୁଁ ଏଥିରୁ ଅଲଗା, ଏବଂ ଏହି ଅନୁଭବ ଆତ୍ମାକୁ ଭିତରକୁ ଭାଙ୍ଗିଦିଏ। ଘରେ ହଟମଟ ସୃଷ୍ଟି ହୁଏ। କେହି ଡାକ୍ତରଙ୍କୁ ଡାକନ୍ତି, କେହି ପାଣି ଆଣନ୍ତି, କେହି ଭଗବାନ ନାମ ଜୋରରେ ନିଅନ୍ତି। ଡାକ୍ତର ଆସନ୍ତି, ନାଡ଼ି ଦେଖନ୍ତି, ଆଖି ଖୋଲି ଦେଖନ୍ତି ଏବଂ ଧୀରେ ଧୀରେ କହନ୍ତି ଏବେ କିଛି ହୋଇପାରିବ ନାହିଁ। ଏହି ଶବ୍ଦ ଘର ଲୋକଙ୍କ ପାଇଁ ଦୁଃଖଦାୟକ, କିନ୍ତୁ ଆତ୍ମା ପାଇଁ ଏକ ଶବ୍ଦ ଏକ ଗମ୍ଭୀର ଆଘାତ ସଦୃଶ ହୋଇଥାଏ। ଆତ୍ମା ଚିତ୍କାର କରେ, ମୁଁ ଏବେ ବି ଏଇଠି ଅଛି, ମୋତେ ଛାଡ଼ ଦିଅନ୍ତୁ ନାହିଁ। ସେ ନିଜ ସ୍ୱାମୀଙ୍କୁ କହେ, ମୁଁ ଠିକ୍ ଅଛି,
ସେ ନିଜ ପିଲାଙ୍କୁ କହେ ଡର ନାହିଁ। ସେ ନିଜ ମାତାଙ୍କୁ କହେ ମୁଁ ଏଇଠି ଅଛି। କିନ୍ତୁ କେହି ଶୁଣନ୍ତି ନାହିଁ, କାରଣ ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ପରେ ଆତ୍ମାର ସ୍ୱର ଏହି ସଂସାରରୁ ବନ୍ଦ ହୋଇଯାଏ। ବନ୍ଧୁଗଣ ମାନେ ଆପଣ ପ୍ରକୃତ କଷ୍ଟ କାନ୍ଦିବାରେ ନଥାଏ। ପ୍ରକୃତ କଷ୍ଟ ସେତେବେଳେ ହୁଏ ଯେତେବେଳେ କେହି କାନ୍ଦୁଥିବା ସମୟରେ ମଧ୍ୟ ଆପଣଙ୍କୁ ଦେଖିପାରନ୍ତି ନାହିଁ। ଆତ୍ମା ଦେଖୁଛି ଯେ ଘରର ଲୋକମାନେ ତଳେ ବସି ଯାଇଛନ୍ତି। କିଏ ମୁଣ୍ଡ ପିଟୁଛି, କିଏ ବେହୋସ ହେଉଛି, ତ କିଏ କହୁଛି ଏମାନଙ୍କ ଧଳା କପଡ଼ା ଘୋଡ଼ାଇ ଦିଅ। ଧଳା ଚାଦର ଧୀରେ ଧୀରେ ମୁହଁ ଉପରେ ରଖାଯାଉଛି ଏବଂ ସେହି ମୁହୂର୍ତ୍ତରେ ଆତ୍ମା ଥରି ଉଠେ, କାରଣ ଏବେ ତା'ର ପରିଚୟ ମଧ୍ୟ ଘୋଡ଼ାଇ ଦିଆଯାଏ। ଗରୁଡ଼ ପୁରାଣ କହେ ଯେ ଯେତେବେଳେ ଶରୀରରେ ଘୋଡ଼ାଇ ଦିଆଯାଏ ଧଳା ଚାଦର, ସେତେବେଳେ ଆତ୍ମାର ମନରେ ଏକ ଶେଷ ପ୍ରଶ୍ନ ଉଠେ, କ'ଣ ମୁଁ ସତରେ ମରିଯାଇଛି? ଏବଂ ଏହି ପ୍ରଶ୍ନ ପ୍ରଥମ ରାତ୍ରିରେ ଯନ୍ତ୍ରଣା ପାଲଟିଥାଏ। ଆରମ୍ଭ ହୁଏ ବନ୍ଧୁଗଣ ମାନେ ଏଠାରେ ଆରମ୍ଭ ହୁଏ ଆତ୍ମାର ଘର ପ୍ରତି ମୋହ, ନିଜ ଲୋକଙ୍କ ପ୍ରତି ଆସକ୍ତି ଏବଂ ପ୍ରଥମ ରାତ୍ରିର ଭୟଙ୍କର ଏକାକୀପଣ। ବନ୍ଧୁଗଣ ମାନେ ଗରୁଡ଼ ପୁରାଣ କହେ ଯେ ମୃତ୍ୟୁ ପରେ ଆତ୍ମାର ସବୁଠାରୁ ଅଧିକ ମୋହ ନିଜର ପ୍ରତି ଥାଏ, କାରଣ ସେହି ସ୍ଥାନରେ ଯେଉଁଠି ସେ ନିଜ ଜୀବନ ଅଭାବିତ କରିଥାଏ, ଯେଉଁଠି ପ୍ରତିଟି କାନ୍ଥ ସହ ତା'ର ସଂସ୍କୃତି ଜଡ଼ିତ ହୋଇଥାଏ, ଶରୀର ନିଶ୍ଚଳ ହୋଇ ପଡ଼ିଥାଏ, କିନ୍ତୁ ଆତ୍ମା ପୁରା ଘରେ ହିଁ ଭଟକୁଥାଏ। ଆତ୍ମା ସବୁଠାରୁ ପ୍ରଥମେ ସେହି ଘରକୁ ଯାଏ ଯେଉଁଠି ଶେଷ ନିଶ୍ୱାସ ନେଇଥିଲା, ସେହି ବିଛଣାରେ, ସେହି ତକିଆ, ସେହି କାନ୍ଥରେ ଯେଉଁଠି ଗତକାଲି ପର୍ଯ୍ୟନ୍ତ ତା ନିଶ୍ୱାସ ଶବ୍ଦ ଥିଲା, ଆଜି ସେଇଠି ଶୂନ୍ୟତା ଯାଇଛି। ଆତ୍ମାର ବିଛଣା ପାଖରେ ଠିଆ ହୋଇ କେବଳ ଦେଖୁଥାଏ ଏବଂ ମନେ ମନେ କହେ, ଏଇଠି ତ ମୋ ଦୁନିଆ ଥିଲା। ବନ୍ଧୁଗଣ, ଏହାପରେ ଆତ୍ମାର ଘରର ପ୍ରତ୍ୟେକ କୋଣକୁ ଯାଏ। କେବେ ରୋଷେଇ ଘରକୁ ଯାଏ, ଯେଉଁଠି ସେ ଖାଦ୍ୟ ତିଆରି କରୁଥିଲା। ଚୁଲି ଥଣ୍ଡା ପଡ଼ିଯାଏ, ବାସନ କୁସନକୁ ସେମିତି ରଖିଛି। ଆତ୍ମା ଭାବେ, ଆଜି ଖାଦ୍ୟ କିଏ ବନାଇବ? ପୁଣି ସେ ଅଗଣାକୁ ଯାଏ, ଯେଉଁଠି ସନ୍ଧ୍ୟାବେଳେ ସମସ୍ତେ ଏକାଠି ହେଉଥିଲେ। ଆଜି ସେଠି ଭିଡ଼ ତ ଅଛି, କିନ୍ତୁ ହସ ନାହିଁ, କେବଳ କାନ୍ଦର ଶବ୍ଦ ଶୁଭିବାକୁ ଲାଗୁଛି। ଆତ୍ମା ବୁଝିପାରେ ଯେ ମୋର ଚାଲିବା ପରେ ସବୁ କିଛି ବଦଳିଗଲା। କିନ୍ତୁ ମିତ୍ରଗଣ, ସବୁଠୁ ଯନ୍ତ୍ରଣାଦାୟକ ମହତ୍ତ୍ୱପୂର୍ଣ୍ଣ ସେତେବେଳେ ଆସେ ଯେତେବେଳେ ଆତ୍ମା ନିଜ ପିଲାମାନଙ୍କ ପାଖକୁ ଯାଏ। ସେହି ପିଲାମାନଙ୍କୁ ଯେଉଁମାନେ ଗତକାଲି ପର୍ଯ୍ୟନ୍ତ ତା କୋଳରେ ଥିଲେ, ଆଜି ଗୋଟିଏ କୋଣରୁ ଡରିକି ବସିଛନ୍ତି। ଆତ୍ମା ସେମାନଙ୍କ ପାଖକୁ ନ ଯାଇ ମୁଣ୍ଡରେ ହାତ ବୁଲାଇ ଚାହେଁ, କିନ୍ତୁ ହାତ ସିଧା ତା'ର ସ୍ତବ୍ଧ ସଂସ୍କୃତି ଜଡ଼ିତ ହୋଇ ନଥାଏ। ଶରୀର ନିଶ୍ଚଳ ହୋଇ ପଡ଼ିଥାଏ, କିନ୍ତୁ ଆତ୍ମା ସାରା ଘର ସାରାକୁ ବୁଲିଥାଏ। ଆତ୍ମା ସବୁଠାରୁ ପ୍ରଥମ ସେହି କୋଠରୀକୁ ଯାଏ ଯେଉଁଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେହି ଶେଯ, ସେହି ତକିଆ, ସେହି କାନ୍ଥ, ଯେଉଁଠି ଗତକାଲି ପର୍ଯ୍ୟନ୍ତ ନିଶ୍ୱାସ ଥିଲା, କିନ୍ତୁ ଆଜି ତା'ର ଶୂନ୍ୟତା ରାଜତ୍ୱ ହୋଇଯାଇଛି।